ବନ୍ଧୁ ଦେଖନ୍ତୁ ସୁଭଦ୍ରା ଯୋଜନା ଟଙ୍କା ତୃତୀୟ ବଜାର ଟଙ୍କା ଆସିଗଲା। ଦେଖନ୍ତୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସବୁ ଆଜି 12ଟାରୁ 2ଟା ଭିତରେ ସମସ୍ତଙ୍କୁ ସବୁ ମେସେଜ ଆସିଯାଇଛି ଯେ କି ଆପଣଙ୍କର ସୁଭଦ୍ରା ଟଙ୍କା 5,000 ଟଙ୍କା ଆସିଯାଇଛି। କିନ୍ତୁ କିଛି ମା ଭଉଣୀ ମାନଙ୍କର ମେସେଜ ଏପର୍ଯ୍ୟନ୍ତ ଆସିନି। ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି, ସେମାନଙ୍କୁ ଏବେ ମିଳିଲା କି ପଛରେ ମିଳିବ, ସେମାନଙ୍କୁ ଡାଉଟ୍ ଲାଗୁଛି। ତେଣୁ ଆପଣମାନେ କ'ଣ କରିବେ, ନିଜ ମୋବାଇଲରେ ହଉ ଚେକ୍ କରିପାରିବେ, କିନ୍ତୁ ନ ହଉ ଯଦି ଜନସେବା କେନ୍ଦ୍ରକୁ ଯାଆନ୍ତୁ, ନହେଲେ ଆମର ବ୍ୟାଙ୍କକୁ ଯାଇକରି ଖାତାରେ ବାଲାନ୍ସଟା ଟିକେ ଦେଖିଦିଅନ୍ତୁ। ଦେଖିଲା ପରେ ଆପଣମାନେ ଜାଣିଯିବେ ଆପଣଙ୍କୁ ଟଙ୍କା ଆସିଛି କି ନାହିଁ। କାଲି ଘୋଷଣା ହେଇଥିଲା ଯେଉଁମାନେ ବ୍ୟାଙ୍କରେ ପ୍ରୋବ୍ଲେମ୍ ଅଛି, ଯେଉଁମାନଙ୍କର ବ୍ୟାଙ୍କରେ ପ୍ରୋବ୍ଲେମ୍ ଅଛି, ଯେଉଁମାନଙ୍କର ରିଜେକ୍ଟ ହୋଇଯାଇଛି ସେମାନଙ୍କର କିଛି, ଏମାନଙ୍କ ସବୁ ଟଙ୍କା ମିଳିବନି। ବଳକା ମହିଳାମାନଙ୍କର ଚିନ୍ତାରେ ଅଛନ୍ତି ଯେ ସେମାନଙ୍କୁ ଟଙ୍କା ଏବେ ମିଳିବ କି ନୁହଁ। ଦେଖନ୍ତୁ ଦର୍ଶକ ବନ୍ଧୁ, ଏଇଟା ହେଉଛି ଅନଲାଇନ୍ ପେମେଣ୍ଟ। ଆଜି ହେଉଛି ରବିବାର, ଆଜି ସରକାର ପେମେଣ୍ଟ କରିଛନ୍ତି। ତେଣୁ ସେଇଟା ବ୍ୟାଙ୍କର କଥା। ବ୍ୟାଙ୍କ ଯଦି ଆପଣଙ୍କ ଡାଟା ଅପଲୋଡ଼ କରିଦେଇଥିବ, ଆସ୍ତେ ଆସ୍ତେ ପେମେଣ୍ଟ କିଛି ଆସିଛି। ଆଉ କିଛି ଡାଟା ଅପଲୋଡ଼ ଯଦି କୌଣସି ଲିଙ୍କ ଏପଟ ସେପଟ ହେବ, ପେମେଣ୍ଟ ଆସିପାରେ। ଆମର DBT ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର, ଡାଇରେକ୍ଟ ଆପଣଙ୍କ ଆକାଉଣ୍ଟକୁ ଟଙ୍କାଟା ଆସିବ। ତେଣୁ ଆପଣଙ୍କୁ ସରକାର ଡାଇରେକ୍ଟ ଦେଉଛନ୍ତି। ସେଇଟା ହେଉଛି କ'ଣ, ଆଜି ରବିବାର ଛୁଟି ଅଛି। DBTର ନିୟମ ହେଉଛି ଟଙ୍କା ପଠାଇବାର 24ରୁ 48 ଘଣ୍ଟା ଭିତରେ ଆପଣଙ୍କ ଆକାଉଣ୍ଟ ଆସିଯାଏ। ତେଣୁ ଆପଣଙ୍କ ଯଦି ଆଜି ରବିବାର ସଣ୍ଡେ ଅଛି, ଯଦି ବନ୍ଦ ଅଛି, ତାହେଲେ ଆପଣମାନେ ଜାଣି ନିଅନ୍ତୁ, ତାହେଲେ ଆପଣ ଟିକେ ଅପେକ୍ଷା କରନ୍ତୁ। କାରଣ ଏଇଟା ହେଉଛି ସରକାର ପେଣ୍ଡିଂ ଯେଉଁ ହେଇଛି, ଆପଣଙ୍କର ଯଦି ଆକାଉଣ୍ଟ ପଇସା ଆସିନି କି ମେସେଜ ଆସିନି, ତାହେଲେ ଅପେକ୍ଷା କରନ୍ତୁ। କାରଣ ଏଇଟା ଆଜି ରବିବାର, ଆଉ DBTର ନିୟମ ହେଉଛି 2 ଦିନ 48 ଘଣ୍ଟା ବା 24 ଘଣ୍ଟା ଭିତରେ ଆପଣଙ୍କୁ ଆସେ। ଆପଣ ଟିକେ ଅପେକ୍ଷା କରନ୍ତୁ, କାଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କାଲି ପର୍ଯ୍ୟନ୍ତ ଯଦି ଅପେକ୍ଷା କରିବା ପରେ ଯଦି ନ ଆସିଲା, ଆପଣ କନଫର୍ମ ହେଇଯେ ଆପଣଙ୍କୁ ଏଥର ଟଙ୍କାଟା ମିଳୁନି। ନେକ୍ସଟ ପର୍ଯ୍ୟାୟରେ ବା ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆପଣମାନଙ୍କୁ ମିଳିବ। କିଛି ମା ଭଉଣୀ ମାନଙ୍କର ଷ୍ଟାଟସ୍ ଦେଖାଉଥିଲା ପେଣ୍ଡିଂ ଅଣ୍ଡର ପ୍ରୋସେସ୍, ସେମାନଙ୍କର ଟଙ୍କା ଆସିଯାଇଛି। ଏଇଟା କିଛି ନୁହଁ, ସେଇଟା ଖାଲି ଷ୍ଟାଟସ୍ ଦେଖାଉଥିଲା ଯେ ସରକାର ଆପଣଙ୍କର ପେଣ୍ଡିଂ ଆଉ ଅଣ୍ଡର ପ୍ରୋସେସ୍ ଦେଉଥିଲେ। ତେଣୁ ତୃତୀୟ ପର୍ଯ୍ୟାୟ ନା ଆଜି ସମସ୍ତଙ୍କୁ ମିଳିଗଲା। 20 ଲକ୍ଷରୁ ଉର୍ଦ୍ଧ୍ୱ ମା ଭଉଣୀମାନଙ୍କୁ ମିଳିଗଲା। ଯେଉଁମାନଙ୍କର ଆକାଉଣ୍ଟକୁ ମେସେଜ ଆସିନି, ସେମାନେ ଅପେକ୍ଷା କରନ୍ତୁ କାଲି ପର୍ଯ୍ୟନ୍ତ। କାଲି ପର୍ଯ୍ୟନ୍ତ ଯଦି ନ ଆସିଲା, ଆପଣ ତାହେଲେ କନଫର୍ମ ହେଇଯିବେ ଆପଣଙ୍କୁ ଟଙ୍କା ମିଳିବାର ନାହିଁ। ଦେଖନ୍ତୁ ଏମିତି ଗୋଟେ ମେସେଜ ଆସିବ, ₹5,000 ହାଜ୍ ବିନ୍ କ୍ରେଡିଟେଡ୍ ଟୁ ୟୋର ବ୍ୟାଙ୍କ, ସୁଭଦ୍ରା ଯୋଜନା ଫାଷ୍ଟ ଇନଷ୍ଟଲମେଣ୍ଟ, ଏମିତି ଆସିବ। ଆସିଲେ ଆପଣମାନେ ଜାଣିଯିବେ ଯେ ଏମିତି ଗୋଟେ ମେସେଜ ଯଦି ଆସିଲା, ଆପଣ ଜାଣିଯିବେ ଯେ ଆପଣଙ୍କୁ ସୁଭଦ୍ରା ଟଙ୍କା ଆସିଲା। ଆଉ ଗୋଟେ ଅଛି, ଆପଣ ବ୍ୟାଙ୍କର ଆପଣଙ୍କ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି ସେଇ ନମ୍ବରରୁ ଗୋଟେ ମିସ୍ କଲ୍ଟେ କରିଦେଲେ ଆପଣଙ୍କୁ ବି ବାଲାନ୍ସ ସେ ଦେଖେଇଦେବ। ଯଦି ଆପଣ ମିସ୍ କଲ୍ କରୁନାହାନ୍ତି ତାହେଲେ ଜାଣିପାରିବେନି। ଯଦି ନ ଜାଣିନ୍ତି କାହାଠୁ ପଚାରିକି ନମ୍ବରଟା ଆଣନ୍ତୁ, ନହେଲେ ଆପଣ ଅପେକ୍ଷା କରନ୍ତୁ। କାଲି ବ୍ୟାଙ୍କ ଆସି ବ୍ୟାଙ୍କକୁ ଯିବେ, ଖାତାଟା ଅପଡ଼େଟ୍ କରିବେ, ଦେଖିବେ ମୋର ଟଙ୍କା ଆଇଛି କି ନାହିଁ ପଚାରିଦେବେ। ସେ ଯଦି ଆଇଥିବ କହିବେ, ନ ଆଇଥିବ ଯଦି ଆପଣ ରହିବେ। କାରଣ ସୁଭଦ୍ରା ଟଙ୍କା ସମସ୍ତଙ୍କୁ ଆଜି ମିଳିଗଲା। ଆଗୁଆ ମିଳିଥିଲା 60 ଲକ୍ଷ, ଆଜି ଆଉ 20, ଟୋଟାଲ ମୋଟ 80 ଲକ୍ଷ ପାଇଗଲେ। ଆଉ ମାତ୍ର 20ରୁ 22 ଲକ୍ଷ ଅଛନ୍ତି, ସେ ନେକ୍ସଟ ପର୍ଯ୍ୟାୟ ଚତୁର୍ଥ ପର୍ଯ୍ୟାୟରେ ପାଇବେ। ତେଣୁ ଆପଣଙ୍କୁ ଯଦି ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ଆସିନି, ଆପଣ କ'ଣ କରିବେ, ଆସନ୍ତା କାଲି ଯାଇ ଟିକେ ଅପେକ୍ଷା କରନ୍ତୁ। ନହେଲେ ବ୍ୟାଙ୍କକୁ ଯାଇକରି ଆପଣଙ୍କର ଆକାଉଣ୍ଟ ଅପଡ଼େଟ୍ କରିଦିଅନ୍ତୁ। ପାସବୁକ୍ ନେଇକି ଯାଇଥିବେ, ଅପଡ଼େଟ୍ କରିବେ, ନହେଲେ ପଚାରିଦେବେ। ଏମିତି ଗୋଟେ ମେସେଜ ଆସିବ ଯଦି ଆପଣଙ୍କୁ ଟଙ୍କାଟା ଆଇଛି କି ନାହିଁ। ଏଇଟା ପୂର୍ବ ମେସେଜ, ଏଇଟା ଆଗୁଆ ଏମିତି ମେସେଜ ଆଉଥିଲା। ଏବେ ଏଥର ଟଙ୍କାଟା ମେସେଜ ଆସିନି। କାହାର ବି ମେସେଜ ନ ଆସିବି ଟଙ୍କା ଆସିଯାଇଛି। ଏମିତି ବି କେତେ ଅଛନ୍ତି ମା ଭଉଣୀଙ୍କର ଯେ ମେସେଜ ଆସିନି, ସେ ଟଙ୍କା 5,000 ପୁରା ଆସିଯାଇଛି। ସେ ମୁଁ ପଚାରିଲା ବେଳେ ସେ କହିଲେ ହଁ ମୋର ଆସିଯାଇଛି। କିନ୍ତୁ ମେସେଜ ଆଇଥିଲା ନା ତା ପୂର୍ବ ଦିନ ଦେଖିଲୁ ମେସେଜ କିଛି ନାହିଁ, କିନ୍ତୁ ଟଙ୍କା ଆଇଛି। ତ ଏଇ ସରକାରଙ୍କର ଅନଲାଇନ୍ DBT ସମସ୍ତଙ୍କ ସୁବିଧା, କିନ୍ତୁ କାହାକୁ ମେସେଜ ଆସୁଛି, କାହାକୁ ମେସେଜ ଆସୁନି। ତେଣୁ ଆପଣମାନେ ଟିକେ ଅପେକ୍ଷା କରନ୍ତୁ। DBTର ନିୟମ ହେଉଛି 24 ଘଣ୍ଟାରୁ 48 ଘଣ୍ଟା ଭିତରେ ଆପଣଙ୍କ ଆକାଉଣ୍ଟକୁ ଆସିବ। ଆଜି ସଣ୍ଡେ ଥିବାରୁ ଆପଣଙ୍କୁ ପେମେଣ୍ଟ ଯଦି ନ ଆଉଛି, ଆପଣ ଟିକେ ଅପେକ୍ଷା କରନ୍ତୁ। କାଲି 12ଟା 1 ଯାଏଁ ଅପେକ୍ଷା କରନ୍ତୁ, ମନକୁ ଆସିଯିବ। ଯଦି ଆସିବାର ଥିବ ଆସିବ। ଏମିତି ତ ହୁଏନି। ଏଇଟା DBT ମାନେ ଡାଇରେକ୍ଟ ପେମେଣ୍ଟ ସାଙ୍ଗେ ସାଙ୍ଗେ ଆସେ। ଏମିତି ନେଟୱାର୍କ ପ୍ରୋବ୍ଲେମ୍ ଯୋଗୁଁ ଯଦି ନ ଆସୁଥିବ, କିନ୍ତୁ ନହେଲେ ଆସିବା କଥା। ତଥାପି ଆପଣ ଅପେକ୍ଷା କରନ୍ତୁ କାଲି ଯାଏଁ। ଯଦି କାଲି ସନ୍ଧ୍ୟାବେଳେ ଯଦି ନ ଆସିଲା, ଆପଣ ଜାଣିଯିବେ ଯେ ଆପଣଙ୍କର ଏଥରକ ପେମେଣ୍ଟ ଆସିବନି। ନେକ୍ସଟ ପର୍ଯ୍ୟାୟରେ ଆପଣମାନେ ପାଇବେ। ଏ ସରକାରଙ୍କର
ଏ ଲୋକଙ୍କ ହିତାଧିକାରୀ ଯୋଜନାଟି, ଯାହାଫଳରେ ସମସ୍ତଙ୍କୁ ଉପକୃତ ମିଳିବ। ଆପଣମାନେ ଯଦି ନ ପାଇନ୍ତି ଟିକେ ଅପେକ୍ଷା କରନ୍ତୁ, ନିଶ୍ଚୟ ଆପଣମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ନେକ୍ସଟ ପର୍ଯ୍ୟାୟରେ ମିଳିବ। ଯଦି ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଏଗୁଡ଼ା ଟିକେ ଏପଟ ସେପଟ ଥିବ, ସେଇଟା ଆପଣ ଟିକେ କରେଇ ନିଅନ୍ତୁ। କରାଇ ପରେ ଆପଣଙ୍କୁ ନେକ୍ସଟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ତେଣୁ ଆପଣମାନେ ଯଥାଶୀଘ୍ର ଅପେକ୍ଷା ନକରି ନିଜର ଯଦି ଆକାଉଣ୍ଟରେ କୌଣସି ପ୍ରକାର ଅସୁବିଧା ଅଛି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ, ଆଉ ନେକ୍ସଟ ପର୍ଯ୍ୟାୟରେ ନିଶ୍ଚୟ ପାଇବେ। ଯଦି ବି ନହେଲା ସରକାର ସଚେତନ କରିବେ କହିଛନ୍ତି, କାଲି ଘୋଷଣା କରି କହିଥିଲେ ଯେ ସରକାର ଆପଣମାନଙ୍କୁ ସବୁ ସଚେତନ କରିବେ କି ଏହି ବିଷୟରେ ଆପଣଙ୍କର ଆକାଉଣ୍ଟ ଲିଙ୍କ ନାହିଁ। ତେଣୁ ଆପଣ ସେ ପର୍ଯ୍ୟନ୍ତ ଅପେକ୍ଷା ନକରି ବ୍ୟାଙ୍କକୁ ଯାଇକି ଆପଣଙ୍କର ସମସ୍ତ ଲିଙ୍କ ଦେଖିଦିଅନ୍ତୁ। ଦେଖିଲା ପରେ ଆପଣଙ୍କର ଟଙ୍କାଟି ଆସିବ। ତେଣୁ ଯଦି ଆମ ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ। ଆଉ ଗୋଟେ ଅପଡ଼େଟ୍ ନ୍ୟୁଜ୍ ନେଇକି ନିଶ୍ଚୟ ଆଉ ଗୋଟେ ଭିଡ଼ିଓରେ ଆସିବ। ତେଣୁ ଇଏ ଗୋଟେ ଥିଲା ଅପଡ଼େଟ୍ ନ୍ୟୁଜ୍। ଆପଣମାନଙ୍କୁ ଏଇଟା ଜଣାଇ ଦିଆଯାଉଛି, ଏଇଟା ସରକାରଙ୍କର ଯୋଜନା, ଏ ସମସ୍ତଙ୍କୁ ଅନଲାଇନରେ ଆସିବ। ତେଣୁ ଆପଣ କାଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ନିଶ୍ଚୟ ଟଙ୍କା ଆସିବ। ନମସ୍କାର, ଜୟ ଜଗନ୍ନାଥ।